लीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। ओम अखंडमंडलाकारं व्याप्तं संदर्शितं जैसीषु राधा आम इष्टदेव शिशु अनंतंक पवित्र पीठरू आपण मानू समस्त को शुभेच्छा अर्पण करुछि। आज सबुठारु बड़ कथा होछि विश्व आज युद्ध ध्वंसास्त्र माने प्रलय आड़कू जाउछि। तथापि अहंकारी मनुष्यर अहंकार जाऊनी से अहंकार गुड़ाक बढ़ी बढ़ी चली अहंकार सहित अज्ञता भी समांतर रेखारे सी मध्य आगुक आगुक जाउछि। अहंकार आउ अज्ञता ये होचंती जीवनर परिवार राज्यर देशर विश्वर ये होचंती एक रकम गोटे प्रकार राक्षस एक रकम शक्ति माने अशांतिर कारण। यार अर्थ नुहे मु कौनसी देशर नेतृवृंद को आक्षेप करी कहूछि ता नुहे। प्रकृत रे आपण माने निजे चिंता करंतु आउ जेउ धर्म हो जेउ धर्मर मनीष माने ये सबु कार्य करिबा पई अन्य को उत्साहित करूचंदी एवं निजे उत्साहित होउचंदी। सेमाने थरे चिंता करंतु धर्मर अर्थ कौन धर्म कौन हिंसा कपटता याहारी भीतर सीमित। आम सनातन धर्म आमे सनातन धर्म रे जन्म होइछु बोली आमे निजुकु सनातनी बोली कहूछु। जदि पर जन्म रे आमे इस्लाम गृह रे जन्म हबु इस्लाम कथा कहबू।
ଖ୍ରୀଷ୍ଟିଆନଙ୍କ ଘରେ ଯଦି ଜନ୍ମ ହେବୁ ଆମେ ଯୀଶୁଖ୍ରୀଷ୍ଟଙ୍କର ଆଦର୍ଶ କହିବୁ। ଯଦି ବୁଦ୍ଧଙ୍କ ଘରେ ଜନ୍ମ ହେବୁ ବୁଦ୍ଧଙ୍କର ଆଦର୍ଶ କହିବୁ। କିନ୍ତୁ ଆମେ ବର୍ତ୍ତମାନ ସନାତନ ଧର୍ମରେ ଜନ୍ମ ହେଇଛୁ। ଏଇ ଧର୍ମର ଗୋଟିଏ ମହାନ ଶିକ୍ଷା ଆମ ମହାପୁରୁଷମାନେ ଦେଇ ଯାଇଛନ୍ତି। ଅହିଂସା ପରମ ଧର୍ମ। ସତ୍ୟ ଧର୍ମ, ଶାନ୍ତି ଧର୍ମ, ଦୟା କ୍ଷମା ପ୍ରେମ ଧର୍ମ, ଅହିଂସା ପରମ ଧର୍ମ, ଏସୋ ଧର୍ମ ସନାତନ। ଆମେ ଯଦି ସତ୍ୟକୁ ବୁଝିନାହୁଁ ତାହେଲେ ଧର୍ମକୁ କେମିତି ବୁଝିବୁ? ଆପଣ ଜଣଙ୍କୁ ମାରିଲେ, ମୁଁ କହୁନି ହତ୍ୟା କଥା, କି ମାନସିକକୁ ଧକ୍କା ଦେଲେ, ଅପମାନିତ କଲେ, ତା ଆଖିରୁ ଲୁହ ବହିଲା, ରାତି ଯାକ ଶୋଇପାରିଲାନି। ତାକୁ ତା ପିଲାମାନେ ଯଦି ଖାଇବାକୁ ଡାକିଲେ ସେ କହିଲେ ମୁଁ ଆଜି ଖାଇବି। ଏହା କ'ଣ ଏକ ମହାପାପ ନୁହେଁ କି? ମାନସିକ ସ୍ତରରେ, କଥାବାର୍ତ୍ତା ସ୍ତରରେ, ବ୍ୟବହାରରେ ଆପଣଙ୍କର ଆଚରଣ ଯଦି ମଧୁର ନ ହୁଏ, ପ୍ରେମପୂର୍ଣ୍ଣ ନ ହୁଏ, ସ୍ନେହ ମମତାମୟ ନ ହୁଏ, ସେ ମଣିଷ ସବୁବେଳେ ଆମ ପାଇଁ ରାକ୍ଷସ। ଆପଣମାନେ ଦେଖନ୍ତୁ, ଗୋଟେ ସ୍ପଷ୍ଟ କଥା କହୁଛି, ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି ବିଦ୍ୟାଳୟକୁ, କ'ଣ ବମ୍ ପକେଇବ ବୋଲି କ'ଣ ଗୋଟେ ସ୍କୁଲ ପିଲାମାନଙ୍କ ଉପରେ ପକେଇବ? ରୋଗ ହେଲେ ଲୋକ ଯାଉଛନ୍ତି ଡାକ୍ତରଖାନାକୁ, କ'ଣ ଆମର ଜଣଙ୍କ ଉପରେ ରାଗ ଅଛି ବୋଲି କ'ଣ ଡାକ୍ତରଖାନା ଉପରେ ପକେଇବ? ଏଇ ଯୋଉ ବିଭତ୍ସ ବ୍ୟାକୁଳତା ଆଜି ସନାତନୀ ହିନ୍ଦୁମାନଙ୍କୁ ବିଚଳିତ କରୁଛି। କାହିଁକି ନା ଆମ ଶାସ୍ତ୍ର ସବୁ, ମାନେ ଆମ ଶାସ୍ତ୍ର କହିଲେ ମୁଁ ତାକୁ ପଟାପାଉଟି କରିନି। ଆମ ପୃଥିବୀରେ ଯୋଉ ସନାତନ ଧର୍ମ ଅଛି, ସିଏ ସନାତନ ଧର୍ମଟି ସବୁବେଳେ କହୁଛି ବସୁଧୈବ କୁଟୁମ୍ବକମ୍, ପୃଥିବୀ ହେଉଛି ଆମର ପରିବାର। ସର୍ବେ ଭବନ୍ତୁ ସୁଖିନ, ଇଏ ହେଉଛି ସନାତନ ଧର୍ମର ଆଉ ଏକ ଆହ୍ୱାନ। କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳିନୀ, ସେ ଭାରତ ଶସ୍ୟଶାଳିନୀ କହିନି। ଏହା ହେଉଛି ସନାତନ ଧର୍ମର ଉଦାରତା। ଆପଣମାନେ ଦେଖନ୍ତୁ, ଗୋଟିଏ ଗାଁ ଭିତରେ ଆମେ ଯୋଉଠି ଘର କରିଛୁ, ଆମ ଘର ପାଖରେ ଜଣେ ପଡ଼ୋଶୀ ମଧ୍ୟ ଅଛି, ସେ ଘର କରିକି ଅଛି। ଯଦି ପରସ୍ପର ଭିତରେ ବିଦ୍ରୋହ ବା ଆକ୍ଷେପ ଚାଲେ, ସିଏ ବିଦ୍ରୋହରେ କେହି ବି ଶାନ୍ତିରେ ଖାଇପାରିବେନି କି ଶୋଇପାରିବେନି। ସେଇ ପଡ଼ୋଶୀ ସହିତ ଯଦି ପୁନଶ୍ଚ ପ୍ରେମପୂର୍ଣ୍ଣ ବାତ୍ସଲ୍ୟପୂର୍ଣ୍ଣ ବ୍ୟବହାରର ଆରମ୍ଭ ହୁଏ, ସେଦିନ ତାଙ୍କ ଭିତରେ ଯେଉଁ ଆନନ୍ଦ ଜାତ ହୁଏ, ସେ ମଧ୍ୟ ଅମୂଲ୍ୟ।
ତାର ମୂଲ୍ୟ ନାହିଁ। ଆପଣମାନେ ଲକ୍ଷ୍ୟ କରିବେ ଯୁଦ୍ଧ ଯାଇ ହଉଛି କୋଉଠି? ସେ ଏଠୁ ଆମ ପାଖରୁ କେତେ ହଜାର ବର୍ଷ, କେତେ ହଜାର ମାଇଲ ତଳେ ସେଠି ଯୁଦ୍ଧ ହଉଛି। ଏଠି ନୁହେଁ, ପୃଥିବୀର ସବୁ ଦେଶରେ, ଅନେକ ଦେଶରେ ଗ୍ୟାସ ମିଳୁନି। କୋଉଠି ପେଟ୍ରୋଲ ଦର ବଢି ଯାଉଛି, କାହିଁକି, କଣ ପାଇଁ ବଢିଲା? ତେଣୁ ସନାତନ ଧର୍ମର କଠୋପନିଷଦ ବହୁ ପୂର୍ବରୁ କହିଛି, ଅୟୋ ବେତି ନିଜ ପରମ ଗଣନାଂ ଲଘୁ ଚେଷ୍ଟସା ଉଦାର ସହିତ ନାନ୍ଦୁ ବସୁଧୈବ କୁଟୁମ୍ବକମ୍। ଆମେ ବର୍ତ୍ତମାନ ସବୁ ଛନ୍ଦାଛନ୍ଦି ହେଇକିରି ଅଛୁ। ଯୁଗ ସେ ସତ୍ୟ, ତ୍ରେତୟା, ଦ୍ୱାପର, କଳି, ଏସବୁ କଥା ବଳିଆ କେବେ କାହାକୁ କହେନି। ଆମେ ହିଁ ସତ୍ୟର ପ୍ରତୀକ, ଆମେ ହିଁ ତ୍ରେତା। ସତ୍ୟ କହିଲେ ଏକ ସଂଖ୍ୟାକୁ ବୁଝାଏ। ସେ ଏକଟି କିଏ? ଯାହାଙ୍କୁ ଆମେ କହୁଛୁ ଅଲମାଇଟ୍ ଅଫ୍ ୟୁନିଭର୍ସ, ଯିଏ ଏ ବିଶ୍ୱ ଜଗତର ସ୍ରଷ୍ଟା। ତାଙ୍କୁ କିଏ ନିରାକାର କହୁଛି, ସାକାର କହୁଛି, ସେ ଅଲଗା କଥା। କିନ୍ତୁ ସଂଖ୍ୟାଟା ଯେତେବେଳେ ଗଣାଯାଏ, ସେ ଏକରୁ ଗଣାଯାଏ। ସେ ଏକଟି ହଉଛି ସେଇ ସୃଷ୍ଟିକୁ ନିର୍ମାଣ କରିଥିବା ସ୍ରଷ୍ଟା। ତେବେ ଦୁଇଟି କଣ? ଦୁଇ ହଉଛି ସେ ଯୋଉ ଦେଶ ହଉ, ଯୋଉ ଧର୍ମର ଦେଶ ହଉ, ସେ ଆରବ କଣ୍ଟ୍ରି ହେଇପାରେ ବା ଖ୍ରୀଷ୍ଟିଆନ ମାନଙ୍କ କଣ୍ଟ୍ରି ହେଇପାରେ, ବୁଦ୍ଧିଷ୍ଟ ହେଇପାରନ୍ତି ବା ହିନ୍ଦୁ ସନାତନୀ ହେଇପାରନ୍ତି। ସମସ୍ତେ ସେ ଦୁଇ ଜଣଙ୍କ ଉପରେ ସମସ୍ତେ ନିର୍ଭରଶୀଳ। ଯେମିତି ଗୋଟିଏ ସନ୍ତାନ ଜନ୍ମ ହେଲେ ସେ ସନ୍ତାନର ଦାୟିତ୍ୱ ଦୁଇ ଜଣଙ୍କ ଉପରେ ନିର୍ଭର କରେ, ସେ ହଉଛି ବାପା ଆଉ ମା। ସେମିତି ଏ ଜଗତ, ତମେ ବିଜ୍ଞାନର ଶୀର୍ଷ ସ୍ଥାନକୁ ଯାଅ କିମ୍ବା ଟେଷ୍ଟିରେ ବେବି ବା ଛୁଆ ସୃଷ୍ଟି କର, ଏସବୁ ବିଜ୍ଞାନର କଥା। କିନ୍ତୁ ଦୁଇ ନିତ୍ୟାନ୍ତ ଜରୁରୀ, ସେ ହଉଛି ପ୍ରକୃତି ଆଉ ପୁରୁଷ। ଆମେ ପୃଥିବୀରେ ଅନେକ ଜାତି କଥା କହୁଛୁ, କିନ୍ତୁ ସୃଷ୍ଟିର ପ୍ରାରମ୍ଭରେ ଦୁଇଟି ଜାତି କେବଳ ଥିଲେ, ଅଛନ୍ତି, ରହିବେ। ସିଏ ହେଉଛନ୍ତି ପୁରୁଷ ଏବଂ ନାରୀ। ତା ସହିତ ଆମେ ଇଏ ହଉଛି ଦ୍ୱାପର, ସତ୍ୟ ପରେ ତ୍ରେତୟା। ମୁଁ ଦ୍ୱାପରଟା ଆଗେ କହିଦେଲି। ଦ୍ୱାପର କହିଲେ ପୁରୁଷ ଓ ନାରୀଙ୍କୁ ନେଇ ଇଏ ଜଗତରେ ଲୀଳା ଖେଳା ସବୁ ଚାଲିଛି। କିଏ ବାପା ହେଇଛନ୍ତି, କିଏ ବୋଉ ହେଇଛନ୍ତି, କିଏ ଅଜା ହେଇଛନ୍ତି, କିଏ ଅଣଅଜା ହେଇଛନ୍ତି, କିନ୍ତୁ ଦୁଇକୁ ନେଇକିରି ହେଇଛନ୍ତି। ସେଇଭଳି ଭାବରେ ତ୍ରେତୟା ଯୁଗଟା ଆମେ ହିଁ ତ୍ରେତୟା ଯୁଗ। ତ୍ରେତୟା ଯୁଗ ମାନେ ତିନି ସଂଖ୍ୟାକୁ ତ୍ରେତୟା କୁହାଯାଉଛି। ଆମେ ପୃଥିବୀରେ ଯେତେ ମଣିଷ ଅଛୁ, ସବୁ ମଣିଷଙ୍କୁ ତିନି ଭାଗରେ ବିଭକ୍ତ ଯଦି କରାଯାଏ, ଆପଣ ଦେଖିବେ ଗୋଟିଏ ବିଭାଗ ହଉଛି ସତ୍ୟବନ୍ତ ଲୋକ, ସାଧକ ଆତ୍ମା, ଯାହାକୁ ଆମ ଗାଉଁଲି ଭାଷାରେ ଭଦ୍ର ଲୋକ କହିଲେ ଚଳିବ।
ଭଦ୍ର। ଯେମିତି ବଳଦେବଙ୍କୁ ଆମେ କହୁଛୁ ବଳଭଦ୍ର, ତାପରେ ତାଙ୍କ ଭଉଣୀକି କହୁଛୁ ସୁଭଦ୍ରା। ତେଣୁ ଏଇ ସମାଜ ଭିତରେ ଯେଉଁ ପୁରୁଷମାନେ ଭଦ୍ର ଆଉ ଯେଉଁ ନାରୀମାନେ ଭଦ୍ରା, ଏଇ ଭଦ୍ର ଆଉ ଭଦ୍ରାଙ୍କ ମାଧ୍ୟମରେ ବା ତାଙ୍କରି ପାଇଁ ଏ ସୃଷ୍ଟିଟା ଚାଲିଛି। ତେଣୁ ଏଇ ହଉଛନ୍ତି ତ୍ରେତୟା ଯୁଗର କଥା। ଏଠି ତିନି କଣ? ତ୍ରେତୟାଟା ତିନି ସଂଖ୍ୟା ମଧ୍ୟରେ ରହିଛି। ସେ ତିନିଟି କଣ? କର୍ମ, ଜ୍ଞାନ ଆଉ ଭକ୍ତି। ଆମେ ସଂସାରରେ କେଇଟା ଦିନ ବଞ୍ଚିବା? ମୁଁ ବେଳେ ବେଳେ ମୋ ପିଲାଦିନ କଥାକୁ ମୁଁ ମନେ ପକାଏ। ଆମ୍ବ ତୋଟା, ରଜ ଦୋଳି, କୁମାର ପୂର୍ଣ୍ଣମୀ, ସ୍କୁଲକୁ ଯିବା, ପାଠ ପଢ଼ିବା, ଅଳି ଆର୍ଦୋଳି କରିବା, ଏଇଭଳି ଆମ ଜୀବନର ଅତୀତକୁ ଯଦି ଆମେ ମନେ ପକାଉ, ଆପଣମାନେ ମନେ ପକାଇବେ, ସିଏ ଆପଣଙ୍କୁ ଲାଗିବ ଯେମିତି ଏ ବର୍ଷେ ଦି ବର୍ଷର କଥା। ଏଇ ମଣିଷ ଯଦି ବର୍ତ୍ତମାନକୁ ଭାବିବ, ଯେ ବର୍ତ୍ତମାନ ଭାବିବ ମୋର ଭବିଷ୍ୟତ କ'ଣ, ମୁଁ ଯାହା କରିଗଲି ଅତୀତ, ଯାହା କରୁଛି ସେ ବର୍ତ୍ତମାନ। ତେଣୁ ଅତୀତରେ କ'ଣ କରିବି? ଅତୀତରେ ଯାହା କରୁଥିଲ ସେଇଆ କର, କି ଆହୁରି ଭଲ କାମ କର, କି ଆହୁରି ମନ୍ଦ କାମ କର। ଅତୀତ ସବୁବେଳେ ଅନ୍ଧକାର ଭିତରେ ଅଛି ଏବଂ ଅତୀତ ତମକୁ ଆହ୍ୱାନ ଦଉଛି, ତମେ ମୋ ପାଖକୁ ଆଉଛ, ସେଇଟା ଭୁଲ ନା। ତାଙ୍କ ପାଖଟା କ'ଣ? ଯିଏ ଜନ୍ମ ଦେଇଥିଲେ ତାଙ୍କରି ପାଖକୁ ଯାଉଛ, ସେଇଟା ସେଠି ତା ନାଁ ଥିଲା ଜନ୍ମ, ଏଠି ତା ନାଁ ହେଉଛି ମୃତ୍ୟୁ। ମୃତ୍ୟୁ ଯଦି ସତ୍ୟ, ତାହେଲେ ଆମେ କୀର୍ତ୍ତିବାନ ମଣିଷ ହବା ନା କଳଙ୍କିତ ମଣିଷ ହବା, ତାକୁ ଆମେ ଚିନ୍ତା କରିବା ଦରକାର। ଆଜି କବିମାନେ ଆମର ଅମର, ଅନେକ ନେତା ଆଜି ଆମ ପାଖରେ ଅମର, ଅନେକ ଲେଖକ ଆମ ପାଖରେ ଅମର। ସେମାନେ ମରିନାହାନ୍ତି କି ମରିବେନି। ଦଧିଚି କହିଥିଲେ, ଆମ ପିଲାବେଳେ ଆମେ ସେ ପାଠଟା ପଢ଼ିଥିଲୁ, ମାଟିର ଘଟ ଏ ମାଟିରେ ମିଶିବ, ନାହିଁ ଏଥିରେ ସନ୍ଦେହ, ପର ଉପକାରେ ଏ ଘଟ ଛୁଟିଲେ, ହୁଏ ସିନା ମଧୁମୟ। ସପ୍ତାହରେ ଥରେ କି ମାସରେ ଥରେ ତମେ ଯୋଉ ଖଟ ଉପରେ ଶୋଉଛ, ସେଇ ଶୋଇବା ବିଛଣାରେ ବସି ଭାବ, ଜୀବନରେ ମୁଁ କାହା କାହା ପାଖରେ ଋଣୀ, କାହା ପାଖରୁ ସ୍ନେହ ପାଇଛି, କାହା ପାଖରୁ ଶାସନ ପାଇଛି, କାହା ପାଖରୁ ଅର୍ଥ ପାଇଛି, ସବୁ ମାନେ ଏମିତି ପାଠ ପଢ଼ିଛି, ତାହେଲେ ମୁଁ କେତେ ଜଣଙ୍କ ପାଖରେ ଋଣୀ, ଆଉ ଏ ଋଣକୁ ମୁଁ କେତେ ସୁଝିଛି। ଯଦି ଆମେ ଋଣ ସୁଝିବା କଥା ମନେ ପକେଇବୁ, ମାକୁ ନିଶ୍ଚୟ
ମା ବୋଲି ଡାକିବୁ, ବୟସ ହେଇଗଲେ ବି ମା କୋଳରେ ଯାଇ ଟିକେ ବସିବୁ। ସେଇଭଳି ଭାବରେ ଆପଣ କାହା ପାଖରେ ଋଣୀ? ଖାଲି ମା ପାଖରେ ନୁହେଁ, ବାପା ପାଖରେ ବି ଋଣୀ, ତମ ସାଙ୍ଗ ସାଥୀ ଆତ୍ମୀୟ ସ୍ୱଜନ ସମସ୍ତଙ୍କ ପାଖରେ ଅଳ୍ପ ବହୁତ ଋଣୀ। ଏଇ ଧରିତ୍ରୀ ମା ଉପରେ ଆମେ ଭୁଲ କରୁଛୁ, ଠିକ କରୁଛୁ, ସବୁ କରୁଛୁ। এই ଧରିତ୍ରୀ ଆମକୁ ବଞ୍ଚେଇ ଧାରଣ କରିଛି। ଏଇ ପବନ ଦେବତା ଆମକୁ ବଞ୍ଚେଇ ରଖିଛନ୍ତି। ଏଇ ଜଳ ଦେବତା ଆମକୁ ସୁସ୍ଥ ରଖିଛନ୍ତି। ଏଇ ସୂର୍ଯ୍ୟ ଆମକୁ ଆଲୋକ ଦେଇଛନ୍ତି। ତାଙ୍କୁ ଆମେ ନମସ୍କାର କରୁଛୁ କି? କେବଳ ଧର୍ମର ଦୁହାଇ ଦେଇ ଅନେକ କହନ୍ତି, ମାନେ ଅତି ନିଷ୍ଠୁର ଭାବରେ କହନ୍ତି, ହେ ସେ ସୂର୍ଯ୍ୟ କିଛି ନୁହେଁ, ସେ ପୃଥିବୀ କିଛି ନୁହେଁ, ମାନେ କେହି ନୁହନ୍ତି। ସେ କହୁଛନ୍ତି ଆମେ ଯୋଉଟା କହୁଛୁ ସେଇଗୁଟାକ ସତ୍ୟ, ଆଉ ସବୁ ମିଥ୍ୟା। କିନ୍ତୁ ପ୍ରକୃତରେ ଆମେ କେଉଁମାନଙ୍କ ପାଖରେ ଋଣୀ, କେଉଁମାନଙ୍କ ଦାନରେ ଆମେ ବଞ୍ଚିଛୁ, ତାଙ୍କ ପାଇଁ ଆମେ ଜୀବନରେ କ'ଣ କରୁଛୁ? ଆପଣମାନେ ଭାବିବେ ସୂର୍ଯ୍ୟଙ୍କ ପାଇଁ ଆମେ କ'ଣ କରିବୁ? ଆଞ୍ଜୁଳାଏ ଜଳ ଦେଇ ନମସ୍କାର କରିବୁ, ଏତିକି କରିପାରିବାନି? ତାଙ୍କର ସେତିକି ଦରକାର। ନମସ୍କାର ପ୍ରିୟବାନ। ଚନ୍ଦ୍ରଙ୍କୁ ନମସ୍କାର କରିପାରିବନି, ସମୁଦ୍ରକୁ ନମସ୍କାର କରିପାରିବନି। ଗୀତାରେ କହିଲେ କିଛି ତମେ ଜୀବନରେ ନ ଦେଇପାରିବ, ମନ୍ନନା ଭବ ମତ ଭକ୍ତ ମତ ଦାଜି ମାଂ ନମସ୍କାର, ମୋତେ କେବଳ ନମସ୍କାର କର। ସେତିକ ବି ଆମ ଦ୍ୱାରା ହଉନାହିଁ। ଗୀତାର 9ମ ଅଧ୍ୟାୟରେ ସେ କହିଲେ ତମେ ଇଏ ପୂଜା କରିବ, ଏତେ ବେଲପତ୍ର ଛିଣ୍ଡେଇବ, ସେତେ ତୁଳସୀ ଛିଣ୍ଡିବ, ଏତେ କଥା କାହିଁ କହୁଛ? ପତ୍ରମ୍, ଗୋଟିଏ ତୁଳସୀ ପତ୍ର ଦେଲେ ଯାହା, 1008 ଦେଲେ ସେଇଆ। ଗୋଟିଏ ବେଲପତ୍ର ଦେଲେ ଯାହା, 1000 ବେଲପତ୍ର ଦେଲେ ସେଇଆ। ଯଦି ତୁଳସୀ ବିଲ୍ଲ ବି ନ ମିଳୁଛି, କରପତ୍ର କରିଦେବ, ଇଏ ହେଲା ପତ୍ର। ପୁଷ୍ପ, ଏତେ ଫୁଲ କାହିଁ ଛିଣ୍ଡଉଛ? ଫୁଲ ଗଛ ଲଗାଅ, ତାର ସୌନ୍ଦର୍ଯ୍ୟକୁ ସୂର୍ଯ୍ୟ ଗ୍ରହଣ କରିବେ, ତାର ମଧୁକୁ ମହୁମାଛି ସଂଗ୍ରହ କରିବେ, ତାର ସୁବାସକୁ ପବନ ବହି ନେବ। ତେଣୁ ପବନର ଗୋଟିଏ ନା ଗନ୍ଧ। ତମେ ଛିଣ୍ଡେଇକିରି ତାକୁ କ'ଣ କରିବ? ପଚେଇବ। ଏଭଳି କଥା କାହିଁ କରୁଛ? କ'ଣ ଗୋଟିଏ ଫୁଲରେ ହବନି? ଫୁଲର ଅନ୍ୟ ନାମ ହେଉଛି ସୁମନ। ତମେ ଯେତେବେଳେ ପୂଜା କରୁଛ ତ ମନଟା ଭଲ ଅଛି ତ? ଅନ୍ୟ ମନସ୍କ ହଉନା ତ? ଅନ୍ୟ କଥା କ'ଣ ଭାବୁଛ କି? ଯଦି ଭାବୁଛ ସେ ପୂଜାକୁ ଠାକୁର ଗ୍ରହଣ କରୁନାହାନ୍ତି। କେବେ ଗୋଟେ କବି, କିଏ କବି ଲେଖିଛନ୍ତି ମୁଁ ଜାଣିନି, ସେ ପଦଟି ମୋତେ ଭଲ ଲାଗେ। ଫୁଲ ଚନ୍ଦନ ପୂଜିଲେ ତୁମ ତେଣୁ ଇଏ ଫୁଲ ଚନ୍ଦନ ଧୂପ ଦୀପ ସେଗୁଡ଼ା ତ ନିଜେ ପ୍ରଭୁ ସୃଷ୍ଟି କରୁଛନ୍ତି ନା। ତମେ କ'ଣ ମାମଲଟି କରୁଛ? ମୁଁ ଏତେ ଫୁଲ ଦେଲି, ଏତେ ଚନ୍ଦନ ଦେଲି, ଏଇ ହେଉଛି କଥା।
ମୋତେ ଯିଏ ଫୁଲମାଳ ଦିଅନ୍ତି ମୁଁ କହେ ବାବା ଏ ଫୁଲମାଳ ମୋତେ ଦିଅ ନା। ତମେ ଇଏ ଫୁଲମାଳରେ ଯୋଉଠୁ କିଣିକି ଆଣିଛ ତା ଦେହରେ ତାକୁ କେମିକାଲ ଦେଇକିରି ସେ ଫୁଲକୁ ସେ ସଜ କରିକି ରଖିଛନ୍ତି। ତମେ ମୋତେ ପିନ୍ଧେଇଦେଲ, ତମେ ଭାରି ମନ ଖୁସି ହେଲା। ଆମେ ଯେତେବେଳେ ପହଞ୍ଚିବୁ ଆମ ସ୍ଥାନରେ ସେ ଜାମାଟି ସବୁ କଲର ସେ ରଙ୍ଗ ଛାଡ଼ିବନି। ତେଣୁ ଏସବୁ କଥା ଛାଡ଼, ଭଲ ମନରେ ତମେ କି ଭୋଗ ଠାକୁରଙ୍କୁ ଦବ, ତମ ପାଖରେ ଅଛି କ'ଣ? ତମେ କହିବ ମୁଁ ଠାକୁରଙ୍କୁ ଆଜି ଭଲ ଭୋଗ ଦେବି। ଇଏ ଭୋଗଟା କ'ଣ ଦେବୁ? ନଡ଼ିଆ ଦେବି, କଦଳୀ ଦେବି, ଅମୁକ ଦେବି, ସମୁକ ଦେବି। ଗୋଟିଏ ଲୋକ ବହୁତ ବର୍ଷ ପୂର୍ବର କଥା, ଜଗନ୍ନାଥଙ୍କୁ ଲକ୍ଷେ ଟଙ୍କାର ଭୋଗ ଯାଚିଥିଲା। ପଣ୍ଡାମାନେ ଭୋଗ ସଜାଡ଼ୁ ଲକ୍ଷେ ଆଉ ହେଲାନି। ସେତେବେଳେ ଟିକେ ଶସ୍ତା ଯୁଗ ଥିଲା। ମନ ଦୁଃଖରେ ଶୋଇଛି। ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କହୁଛନ୍ତି ତୁ ମନ ଦୁଃଖରେ କାହିଁକି ଫେରିଯିବୁ, ମୋତେ ଗୋଟେ ଗଜମୁକ୍ତା ଚୂନର ପାନ ଗୋଟେ ଦେ। ସିଏ ଗଜ ଖୋଜୁ ଖୋଜୁ ଗଲା 50,000। ମୁକ୍ତା ଆଣୁ ଆଣୁ ମାନେ ଏମିତି ହେଲା କି ଯେ ଆହୁରି କିଛି ପଇସା ଦରକାର ପଡ଼ିଲା, ତା ନହେଲେ ଗଜମୁକ୍ତାର ଚୂନ ହେଇପାରିବନି। ତେଣୁ ଜଗନ୍ନାଥଙ୍କୁ ପ୍ରଣାମ ଜଣେଇ କହିଲେ ପ୍ରଭୁ ମୁଁ ଜାଣିଲି ତୁମେ ଅନନ୍ତ, ତୁମେ ଅଚ୍ୟୁତ, ତୁମେ ଅଲେଖ, ତମକୁ କେହି କିଛି ଦେଇପାରିବନି। କିନ୍ତୁ ଦେଖନ୍ତୁ ଆପଣ ଗୋଟେ ଚେଷ୍ଟା କରି ଦେଖନ୍ତୁ, ଗୋଟେ ରୋଗୀ ହଉ କି ଗୋଟେ ପିଲା ହଉ, ଛୋଟ ପିଲା ହଉ କିମ୍ବା ଗୋଟେ ଗରିବ ପିଲା, ଯଦି ତମେ ଗୋଟିଏ ଫଳ ତାକୁ ଦବ, ସେ କଦଳୀଟିଏ ହଉ କି ଆପଲଟିଏ ହଉ, ସେ ଯୋଉ ଆନନ୍ଦରେ ତାକୁ ଖାଇବ। ବୃଦ୍ଧାଶ୍ରମକୁ ଯଦି ଆପଣମାନେ ଯାଇଥିବେ, ଆପଣମାନେ ଯଦି ବିସ୍କୁଟ ପାକିଟିଏ ଲେଖା ଦେଇଥିବେ, ଯୋଉ ଆଶୀର୍ବାଦ ପାଇଥିବେ ସେ ଆଶୀର୍ବାଦ ପୂଜା ପଦ୍ଧତିରେ ନାହିଁ। ଗୋଟେ ଲୋକ ବାଟରେ ପଡ଼ିଛି, ଛଟପଟ ହେଉଛି, ତାକୁ ଯଦି ପାଣି ଟିକେ ଦେଇ ତାକୁ ମୂର୍ଚ୍ଛା ତା ଜ୍ଞାନ ଫେରେଇ ଆଣିଲେ, ସେ ଉଠିକିରି କ'ଣ ଆପଣଙ୍କୁ ଶୋଧିବ? ସେ କହିବ ବାବୁ ତମେ ଭଲରେ ରୁହ, ତମ ପାଇଁ ମୁଁ ଆଜି ଜୀବନଟା ପାଇଲି। ତେଣୁ ସଜ୍ଜନ, ଏତେ ପୂଜା, ଏତେ ହୋମ, ଏତେ କଥା ତମେ କରୁଛ, କୋଉଠି ବିଶ୍ୱରେ କି ମଙ୍ଗଳ ହଉଛି? ତମେ ନିଜେ କୋଉଠି ବିଶ୍ୱର କି ମଙ୍ଗଳ ହଉଛି? ବିଶ୍ୱଜାଗତ ମନ୍ଦିର, ବିଶ୍ୱଜାଗତ ମସଜିଦ, ବିଶ୍ୱଜାଗତ ଚର୍ଚ୍ଚ, ବିଶ୍ୱର ଅନେକ ଜାଗାରେ ଗୁରୁଦ୍ୱାର, ବୁଦ୍ଧଙ୍କର ମନ୍ଦିର, ଏତେ ତ ମନ୍ଦିର ହେଇଛି। ଆଉ ମହାପୁରୁଷ ମାନେ, ଅମୁକ ମହାପୁରୁଷ, ସମୁକ ମହାପୁରୁଷ, ମହାପୁରୁଷ ମାନଙ୍କର ନାଁ ଗୁଡ଼ାକ ଖୋଜିଲେ ସେ କେତେ ନାଁ ହବ। ଅମୁକ ମହାପୁରୁଷ ଏଇଆ କହିଲେ, ଧମୁକ ମହାପୁରୁଷ ଏଇଆ କହିଲେ, ଏତେ କଥା କହିଲେ ବିଶ୍ୱରେ ଶାନ୍ତି କାହିଁ? ଶାନ୍ତି କୋଉଠି ଅଛି? ଶାନ୍ତି ଅଛି କର୍ମରେ, ଶାନ୍ତି ଅଛି ସେବାରେ, ଶାନ୍ତି ଅଛି ଜ୍ଞାନରେ। ପରୋପକାରାୟ ସ୍ୱର୍ଗାୟ। ତମେ ସ୍ୱର୍ଗକୁ ଯିବ। ସ୍ୱର୍ଗଟା କୋଉଠି ଅଛି ଯେ ତମେ ଯିବ? ସ୍ୱର୍ଗ ଫର୍ଗ କିଛି ନାହିଁ। ସେ ହିମାଳୟ ହେଉଛି ଆମ ପାଇଁ ସ୍ୱର୍ଗ। ତାକୁ ଯିଏ ଯାହାକୁ ଯାହା ଭାବିଲା।
କିନ୍ତୁ ଶେଷ କଥା ହେଉଛି ଆମେ ଯଦି ପ୍ରକୃତରେ କର୍ମ ଜ୍ଞାନ ଭକ୍ତି ଏଇ ତିନୋଟିକି ନେଇ ଚାଲିବା ତାଦ୍ୱାରା ଆମେ କ'ଣ ପାଇବା? ଚାରୋଟି କଥା ପାଇବା। ଧର୍ମ, ଅର୍ଥ, କାମ, ମୋକ୍ଷ। ଇଏ ଚାରୋଟି ଜିନିଷକୁ କେହି ହଜେଇ ଦେଇ ପାରିବେ ନାହିଁ। ତେବେ ସଜ୍ଜନ, ଉତ୍ତପ୍ତ ଦିନ ଆସୁଛି। କାଳ ବୈଶାଖୀ ମଧ୍ୟ ସେ ତାର ରୂପ ଦେଖେଇବ, ତା ସମୟ ଆସିଗଲା। ତେଣୁ ସେଥିପାଇଁ ପିଲାମାନଙ୍କୁ ଆପଣମାନେ ସମସ୍ତେ ଟିକେ ସତର୍କରେ ରହିବେ। ଗୁଡ଼ ଖାଇବେ, ଚିନି ବିଲକୁଲ ଖାଆନ୍ତୁନି। ସେ ଚିନି କ'ଣ ଆମର ଦରକାର ନାହିଁ, ଆମର ଗୁଡ଼ ଖାଇବେ। ବାହାରକୁ ଗଲେ ଟିକେ ନାଲି ଚାହା ପିଇକିରି ଯିବେ, ର ଚାହା ଯାକୁ କହନ୍ତି। ଏବଂ ଆମ ଭାତ ହାଣ୍ଡିର ପଖାଳ ଠାରୁ ବଡ଼ ଔଷଧ ବି ଦୁନିଆରେ କିଛି ନାହିଁ। ଆଉ ଜୀବନରେ ଯଦି 5ଟି ଗଛ ଲଗେଇଲେ ଗୋଟିଏ ମନ୍ଦିରର ପୁଣ୍ୟ ପାଇବେ। ମନ୍ଦିର ଗଢ଼ନ୍ତୁ ନାହିଁ, ଘରକୁ ଗଢ଼ନ୍ତୁ, ଜୀବନକୁ ଗଢ଼ନ୍ତୁ। ଏ ମଦ୍ୟ ମାଦକ ଠାରୁ ଦୂରେଇ ରୁହନ୍ତୁ। ଆଉ ବିଶ୍ୱ ଶାନ୍ତି ପାଇଁ ବିଶ୍ୱଯୁଦ୍ଧ ବିମୁକ୍ତ ହଉ। ଦୀପଟିଏ ଜାଳି ନିଜ ଠାକୁରଙ୍କ ଘରେ ଟିକେ ପ୍ରାର୍ଥନା କରନ୍ତୁ। ଠାକୁର କୋଉଠି ଅଛନ୍ତି? ସେ ଫଟୋରେ ନାହାନ୍ତି କି ମୂର୍ତ୍ତିରେ ନାହାନ୍ତି। ମୂର୍ତ୍ତି, ଫଟୋ ଇତ୍ୟାଦି ଏ ଗୋଟେ ମାଧ୍ୟମ। ନିଆଁଟା କୋଉଠିରେ ଅଛି? ଦିଆସିଲି କାଠିରେ ଅଛି ନା ଦିଆସିଲି ଖୋଳରେ ଅଛି? ସେ କାଠି ଓ ଅଗରେ ଯେଉଁ ରଞ୍ଜକଣା କ'ଣ ଅଛି ସେଇଟାକୁ ଘଷିଲେ ନା ନିଆଁ ବାହାରେ। ସେମିତି ଆପଣଙ୍କ ଭିତରେ ହିଁ ଏଇ ଜୀବନ ଭିତରେ ସବୁ କଥା ଅଛି। ତେଣୁ ବିଶ୍ୱ ଶାନ୍ତି ରହିଲେ ଆମେ ସମସ୍ତେ ଶାନ୍ତିରେ ରହିବା। ଏତିକି କହି କଥାକୁ ବିଶ୍ରାମ ଦେଉଛି। ସମସ୍ତେ ଏ ଉତ୍ତପ୍ତ ଖରା ଦିନକୁ ଅତିବାହିତ କରନ୍ତୁ। କାଳ ବୈଶାଖୀ ଯେଉଁ ରୂପ ଧାରଣ କରି ଏବେ ଆସୁଛି, ମାନେ କହି ହେବନି। ଘଡ଼ଘଡ଼ି, ସେ ବାତ୍ୟା, ଗଛ ବୃଛ ଭାଙ୍ଗି କେତେ କ'ଣ ନଷ୍ଟଭଷ୍ଟ ହେଉଛି। ତେଣୁ ଆମେ ବା କ'ଣ କରିବୁ? ଗଛ ଯେତିକି କଟା ହେଉଛି, ଗଛ ଲଗା ହେଉନି। ସେଥିପାଇଁ ସମସ୍ତେ ବିପ୍ଳବ କରିବା ଦରକାର। ଏତିକି କହି ମୋର କଥାକୁ ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଜଗନ୍ନାଥ, ଜୟ ଅନନ୍ତ।